जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करिए। आज हम राष्ट्र सेशन को रेकर्ड करियो। आज राष्ट्र सेशन रे आज आम नवा ग्रह मानकर वस्त्र आउ स्थान। ए श्लोक आम कभर करूछु 42 43 44। ମୁଁ ତାର ମିନିଂ ଗୁଡା କହୁଛି। ଶନି ରାହୁ ଏବଂ କେତୁଙ୍କ ସ୍ଥାନ ହଉଛି ଗାତ, ଗଢା ମାନେ ଭୂମିର ସ୍ଥାନ, ମାନେ ଯୋଉଠି ଗାତ ହେଇଯାଇଥିବ, କୂଅ, ନିମ୍ନ ଭୂମି, ଗୁମ୍ଫା। ଲୋକମାନେ ଯାଆନ୍ତି ଗୁମ୍ଫାରେ ମେଡିଟେସନ କରିବା ପାଇଁ। କାହିଁ ଯାଆନ୍ତି? କାରଣ ସେଇଟା କେତୁର ପଏଣ୍ଟ। ସେଇଥିପାଇଁ ଯାଆନ୍ତି ଗୁମ୍ଫାକୁ ମେଡିଟେସନ କରିବା ପାଇଁ। ତ କେତୁ ହଉଛି ସ୍ପିରିଚୁଆଲିଟି ଆଉ ମେଡିଟେସନ ର ପ୍ରତୀକ। ସେଥିପାଇଁ ଠିକ ଅଛି। ଏବେ ଆମେ ଜାଣିବା ଯେ ଗ୍ରହ ମାନଙ୍କର ବସ୍ତ୍ର। ଗ୍ରହ ମାନଙ୍କର ବସ୍ତ୍ର କଣ? ବୃହତ୍ପରାଶର ଘର ଶାସ୍ତ୍ରରେ ଗ୍ରହ ମାନଙ୍କର ବସ୍ତ୍ର, ରାହୁଙ୍କର ବସ୍ତ୍ର ଅନେକ ରଙ୍ଗରେ ଯୁକ୍ତ। ଅନେକ ରଙ୍ଗରେ ଯୁକ୍ତ କନ୍ଥା। କେତୁଙ୍କ ବସ୍ତ୍ର ହଉଛି ଛେଦ ଯୁକ୍ତ ବସ୍ତ୍ର। ଛିଦ୍ର ଯୋଉ ଜିନିଷଟା ଫଟା ଜିନିଷ ପିନ୍ଧିବାକୁ କାହିଁ ମନା କରନ୍ତି? ଠିକ ଅଛି। ଏଇଥିପାଇଁ ମନା କରନ୍ତି। କିନ୍ତୁ କେତୁ ରିପ୍ରେଜେଣ୍ଟ କରନ୍ତି ଛିଣ୍ଡା ଛିଦ୍ର ଯୁକ୍ତ ବସ୍ତ୍ରକୁ। ଠିକ ଅଛି ନା। ଆଉ ଗୁରୁଙ୍କ ବସ୍ତ୍ର ହଉଛି ୟେଲୋ କଲର। ଶୁକ୍ରଙ୍କ ବସ୍ତ୍ର ହଉଛି ରେଶମୀ କୋମଳ ବସ୍ତ୍ର। ସୂର୍ଯ୍ୟଙ୍କର ଲାଲ ଆଉ ରେଶମୀ ବସ୍ତ୍ର। ଚନ୍ଦ୍ରମାଙ୍କର ହ୍ୱାଇଟ ଉଜ୍ଜଳ ରେଶମୀ ବସ୍ତ୍ର। ବୁଧଙ୍କର କଳା ବା ନୀଳ ରେଶମ ବସ୍ତ୍ର। ମଙ୍ଗଳଙ୍କର ସାଧାରଣ ଲାଲ ବସ୍ତ୍ର। ଶନିଙ୍କର ମୋଟା ରେଶମ ଅଥବା ଚିତକବରା କପଡା। ରାହୁଙ୍କର ଧାତୁ ହଉଛି ସୀସା। ଏଇଟା ମନେ ରଖିଥାଅ। ଏଇଟା ଶ୍ଲୋକର ଗୋଟେ ପାର୍ଟ, ସେଥିପାଇଁ ମୁଁ ଅଧା ପାନ୍ତିରେ କହିଲି। ବଟ୍ ଯେହେତୁ ଏଟା ଶ୍ଲୋକର ଗୋଟେ ପାର୍ଟ, ସେଥିପାଇଁ ଆମେ ଏଇଟା ନେଲେ। ଆଜି ଆମେ ଏଇ ସେସନରେ କଣ ପଢିଲେ? ଆମେ ପଢିଲେ ଏଇ ସେସନରେ ଯେ ଶନି ନବଗ୍ରହଙ୍କ ଭିତରୁ ଶନୀଶ୍ୱର ମହାରାଜ କୋଉ କୋଉ ଜାଗାକୁ ରିପ୍ରେଜେଣ୍ଟ କରନ୍ତି, ରାହୁ ମହାରାଜ କୋଉ କୋଉ ଜାଗାକୁ ରିପ୍ରେଜେଣ୍ଟ କରନ୍ତି, ଏବଂ ଗୁରୁଙ୍କର ନବଗ୍ରହଙ୍କର ବସ୍ତ୍ର କଣ କଣ, ଏବଂ ରାହୁଙ୍କ ମହାରାଜଙ୍କର ଧାତୁ କଣ କଣ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।